ଟୋପିବାଲା ଏବଂ ମାଙ୍କଡ଼। ଏକ ଟୋପି ବିକାଳି ଜଙ୍ଗଲ ରାସ୍ତାରେ ଯାଉଥିଲା। ଚାଲି ଚାଲି ସେ ଥକିଗଲା ଏବଂ ଏକ ଗଛ ତଳେ ଶୋଇପଡ଼ିଲା। ସେହି ଗଛରେ କିଛି ଦୁଷ୍ଟ ମାଙ୍କଡ଼ ରହୁଥିଲେ। ସେମାନେ ତଳକୁ ଆସିଲେ ଏବଂ ଟୋପିବାଲା ପାଖରେ ଥିବା ଟୋକେଇରୁ ସବୁ ଟୋପି ନେଇ ନିଜ ନିଜ ମୁଣ୍ଡରେ ପିନ୍ଧିଦେଲେ। ଟୋପିବାଲା ଯେତେବେଳେ ଶୋଇକି ଉଠିଲା, ସେ ଦେଖିଲା ଯେ ତାର ସବୁ ଟୋପି ମାଙ୍କଡ଼ମାନେ ପିନ୍ଧିଛନ୍ତି। ସେ ରାଗିଯାଇ ମାଙ୍କଡ଼ମାନଙ୍କୁ ଡରାଇଲା, କିନ୍ତୁ କିଛି ଲାଭ ହେଲା ନାହିଁ। ତାପରେ ତାକୁ ଏକ ବୁଦ୍ଧି ଦିଶିଲା। ସେ ନିଜ ମୁଣ୍ଡରୁ ଟୋପି କାଢ଼ି ତଳକୁ ଫିଙ୍ଗିଦେଲା। ମାଙ୍କଡ଼ମାନେ ତ ନକଲ କରିବାରେ ଓସ୍ତାଦ। ନକଲ କରି ସବୁ ମାଙ୍କଡ଼ ନିଜ ନିଜ ମୁଣ୍ଡରୁ ଟୋପି କାଢ଼ି ତଳକୁ ଫିଙ୍ଗିଦେଲେ। ଟୋପିବାଲା ଶୀଘ୍ର ସବୁ ଟୋପି ଏକାଠି କଲା ଏବଂ ନିଜ ବାଟରେ ଚାଲିଗଲା। ଶିକ୍ଷା: ବୁଦ୍ଧି ପ୍ରୟୋଗ କରି ଆମେ ଯେକୌଣସି ଅସୁବିଧାରୁ ମୁକୁଳି ପାରିବା। ଏହିପରି ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ବେଲ୍ ଆଇକନ୍ ଦବାନ୍ତୁ।